ଆଜିର ରୋଷେଇ କ'ଣ ହେଉଛି ମୋତେ ଜେଜେମା କ'ଣ କହିଲେ ଆଜି ହେବ ଲାଉ ଚୁଙ୍ଗଚାଙ୍ଗ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଲାଉ ରାଇ ହୁଏ ମୁଁ ଜାଣିଛି, ଲାଉ ଡାଲମା ହୁଏ ମୁଁ ଜାଣିଛି, ଆରେ ଚୁଙ୍ଗଚାଙ୍ଗ କ'ଣ? ଚୁଙ୍ଗଚାଙ୍ଗ ଆରେ ଲାଉ ଚୁଙ୍ଗଚାଙ୍ଗ କ'ଣ? ଲାଉଟେ ନେଇ ଆଇଲି, ଚିଙ୍ଗୁଡ଼ି ବି ନେଇ ଆଇଲି, ତେଣୁ ସେ କ'ଣ କେମିତି କରିବେ ମୁଁ ତ ଜାଣିନି। ତେଣୁ ଖାଇଲା ବେଳେ ଜଣାପଡ଼ିବ ସେ ଲାଉ ଚୁଙ୍ଗଚାଙ୍ଗ କେମିତି କରୁଛନ୍ତି ଆଉ କେମିତି ତିଆରି କରୁଛନ୍ତି ଲାଉ ଚୁଙ୍ଗଚାଙ୍ଗ ଆପଣମାନଙ୍କୁ ସେ ଦେଖେଇବେ। ଆଜିର ରୋଷେଇ ହେଉଛି ଲାଉ ଚୁଙ୍ଗଚାଙ୍ଗ। ବର୍ତ୍ତମାନ ଦେଖନ୍ତୁ ଚିଙ୍ଗୁଡ଼ି ଧୁଆ ଧୁଇ ରେଡି, ଲାଉ କଟା ଆରମ୍ଭ ହେଇଗଲା। ଦେଖନ୍ତୁ ଲାଉ କେତେ ସୁନ୍ଦର ଭାବରେ କଟା ଚାଲିଲା, କଟା ହେଇଗଲା ଲାଉ ଆଉ ଆଳୁ। ଏପଟେ ଚିଙ୍ଗୁଡ଼ି ଭଜା ହେଲା। ମସଲା କ'ଣ ବାଟିଲ? ଜିରା, ଧନିଆ, ଅଦା, କଞ୍ଚା ଲଙ୍କା। ଆଚ୍ଛା, ତେଲ ପକେଇ ତାକୁ ଗରମ କରି ତା ଦେହରେ କ'ଣ ପଡ଼ିଲା? ତା ଦେହରେ ପଡିଲା ଆମର କଳା ଜିରା ଆଉ ପ୍ଲେନ ଜିରା ଆମର ପଡିଲା, ପିଆଜ କଟା ମଧ୍ୟ ପଡି ଭଜା ହେଇ ତା ଦେହରେ ଆମର ଲାଉ ଆଳୁ ମଧ୍ୟ ପକା ହେଇଗଲା। ତା ଦେହରେ ହଳଦୀ ଗୁଣ୍ଡ ଟିକେ ପକେଇଦେଲ, ହଳଦୀ ଲୁଣ ସ୍ୱାଦ ଅନୁସାରେ ପକେଇଲ, ତେଜପତ୍ର ଟିକେ ପକେଇଦେଲ, ଆଉ ତାକୁ ଘୋଡେଇ ଦେଲ ପାଣି ଟିକେ ଇଏ ମରିବା ପାଇଁ। ତାପରେ ମସଲା ବଟା ମଧ୍ୟ ଦେଇ ତାକୁ ମଧ୍ୟ କଷାକଷି ହେଲା। ଆଚ୍ଛା, ମଧ୍ୟ ତୁମେ ଏଇ ଯୋଉ ଟମାଟୋ ପକେଇଲ, ଏଇ ଯୋଉ ମଧ୍ୟ ତୁମେ ଯୋଉ ଆବିଷ୍କାର କରୁଛ ଚୁଙ୍ଗୁଚାଙ୍ଗ, ଏ ନାଁଟା କୋଉଠୁ ପାଇଲ? ଏଇଟା ଗୋଟେ ମୁଁ ନିଜେ ବାହାର କରିଦେଇଛି। ଘୋଡେଇ ଘୋଡେଇ ପାଣି ଦେଇଦେଲ ବୋଧେ? ନାଇଁ, ତା ଦେହରୁ ଲାଉରୁ ପାଣି ବାହାରିବ, ସିଏ ତା ଦେହରେ ଚିଙ୍ଗୁଡି ପଡିଗଲା। ଆଉ ଏଇ ନାଁଟା ତୁମେ ଯୋଉ ଆବିଷ୍କାର କରୁଛ, କଞ୍ଚା ଲଙ୍କା ବି ପଡିଲା। ଯା ଚୁଙ୍ଗଚାଙ୍ଗ କରିବା ନା, ସେଥିପାଇଁ ଲଙ୍କା ଟା ପକା ହେଇଛି। ଚୁଙ୍ଗୁଚାଙ୍ଗ ଚିନି ଟିକେ ବି ପକେଇଦବ, ସ୍ୱାଦ ମାନେ ଭଲ ଲାଗିବ, ବାଲାନ୍ସ ହବା ପାଇଁ। ବାহ, ବଢିଆ କରୁଛ। କିନ୍ତୁ ଯୋଉ ଚୁଙ୍ଗୁଚାଙ୍ଗ ନାଁଟା ଆବିଷ୍କାର କରୁଛ ବହୁତ ବଢିଆ ଲାଗୁଛି। ଯାହା ଯେମିତି ହଉ, ଦେଖନ୍ତୁ ଆପଣ ମାନେ ରେଡି ହେଇଗଲା। ଭାତ ହେଇଛି, ନାଇ ଚାଉଳ ଭାତ, ତା ସାଙ୍ଗରେ ଶାଗ, ଛାତ ଉପରେ ତା ଶାଗ କରଡା ହେଇଛି, ଡାଲି ହେଇଛି, ଆମ୍ବ, ଆଉ ଯୋଉ ଚାଇନିଜ ନାଁଟା କହିନଥିଲେ ଜେଜେମା କହିବେ ଆଜି କ'ଣ ଲାଉ ଚୁଙ୍ଗଚାଙ୍ଗ। ଦେଖିଲା ବେଳକୁ ଭାରି ଚାଇନିଜ ଆଇଟମ ଟା କରିବେ ବୋଲି, ଦେଖିଲା ବେଳକୁ କ'ଣ କରୁଛନ୍ତି, ଲାଉ ଚିଙ୍ଗୁଡ଼ି ପକେଇକିରି ମସଲା କ'ଣ ଦେଇକି ତା ଦେହରେ ତରକାରୀ କରୁଛନ୍ତି। ଏଇଟା ଆକ୍ଚୁଆଲି ଦେଶୀ ଖାଦ୍ୟ, କିନ୍ତୁ ତା ନାଁଟା ସେ ଦେଇ ଦେଇଛନ୍ତି ଲାଉ ଚୁଙ୍ଗଚାଙ୍ଗ। ଯାହା ଯେମିତି ହଉ ଗୋଟେ ନାଁ ଫାଁ ଦେଇ ଦେଇଛନ୍ତି ଆଉ। ଯାହା ହଉ, ତେଣୁ ଲାଉ ଚିଙ୍ଗୁଡିରେ ଯୋଉ ତରକାରୀ ଆମର ତିଆରି ହେଇଛି, ଏଇଟା ମୁଁ ପ୍ରଥମ ଥର ଖାଉଛି, ଆଗରୁ କେବେ ହେଇନଥିଲା। ପ୍ରଥମ ଥର ଜେଜେମା କରୁଛନ୍ତି ଯୋଉ ଲାଉ ଆଉ ଚିଙ୍ଗୁଡିରେ ତରକାରୀ। ମତେ କହିଥିଲେ ଲାଉ ଆଣିବାକୁ, ମୁଁ ନାଉଟିଏ ନେଇକି ଆଇଥିଲି, ଆଉ ଚିଙ୍ଗୁଡି ମଧ୍ୟ ନେଇକି ଆଇଥିଲି। ସେ ତା ଦେହରେ ଯାହା ସବୁ ମସଲା ମସଲି ପକେଇଛନ୍ତି ଆପଣମାନଙ୍କୁ ତ ରୋଷେଇ ଦେଖେଇଲେ, ଆପଣମାନେ ଜାଣିପାରିଥିବେ। ତଥାପି ମୁଁ ଖାଇସାରିଲା ପରେ ଜଣା ପଡିବ ଏଇ ଯୋଉ ଚୁଙ୍ଗୁଚାଙ୍ଗ ହେଇଛି, ସେଟା କେମିତି କ'ଣ ଚୁଙ୍ଗୁଚାଙ୍ଗ ହେଇଛି ଖାଇବା। ଯାହା ହଉ, ଏମିତି ନୂଆ ନୂଆ ଆଇଟମ ଗୋଟେ ଗୋଟେ କରିକି ଖାଇବା କଥା। ଆଉ ଯାହା ସେଇଟା ଗୋଟେ ଭଲ କଥା ଯେ ସେ ଭଲ ହଉ କି ଖରାପ ହଉ, ଚେଷ୍ଟା ଜାରି ରଖିବା ଉଚିତ। ଆମେ ଯଦି ଚେଷ୍ଟା ନ କରିବା, ଆମେ ଭଲ ଟଙ୍କା ଆଶା କରିବା କାହିଁକି? ତେଣୁକରି ଚେଷ୍ଟା କରିଛନ୍ତି, ସେଇଟା ବଡ କଥା। ଏଇ ଯୋଉ ଚୁଙ୍ଗଚାଙ୍ଗ ହେଇଛି, ଖାଇକି ମୁଁ କହୁଛି କେମିତି କ'ଣ ଚୁଙ୍ଗଚାଙ୍ଗ ହେଇଛି। ଲାଉ ରାଇ ହୁଏ, ମୁଁ ଭାବିଲି ଚୁଙ୍ଗଚାଙ୍ଗ ଗୋଟେ କ'ଣ ଚାଇନିଜ ଆଇଟମ କରିବେ ଆଉ। ଦେଖିଲା ବେଳକୁ ଦେଶୀ ଖାଦ୍ୟ। ଲାଉ ଆଉ ଦେଶୀ ମାନେ ଆମର ଯୋଉ ଚିଙ୍ଗୁଡ଼ି ପଡିକିରି ବଢିଆ ହେଇଛି। ଆଉ ଯୋଉ ଶାଗ, ଏଟା ଛାତ ଉପରେ ଆମର ଯୋଉ ଖଡା ଶାଗ, ଯୋଉ ପରଦିଆ ଖଡା ହେଇଛି, ନେଇ ଆସୁଛୁ। ଯାହା ହଉ, ମତେ ଭଲ ଲାଗୁଛି ଖାଇବାକୁ। ଯୋଉ ଚୁଙ୍ଗଚାଙ୍ଗଟା ଖାଇବାଟା ବଢିଆ ହେଇଛି, ସିଝିଛି, ଭଲ ହେଇଛି। ଗପ ଛାତର ଶାଗଟା ଲହୁଣୀ, ହଁ ପା, ପୁରା ଲହୁଣୀ। ଲହୁଣୀଟା ପୁରା ନରମ ହେଇଯାଇଛି। ତା ସାଙ୍ଗରେ ଯୋଉ ଚିଙ୍ଗୁଡ଼ି ଚୁଙ୍ଗଚାଙ୍ଗ ହେଇଛି, ସତରେ କହୁଛେ, ଖାଇବା ଫାର୍ଷ୍ଟ କ୍ଲାସ। ରୋଷେଇ ଦେଖିଲେ କେମିତି ଲାଉ ଚୁଙ୍ଗଚାଙ୍ଗ ହୁଏ, ଆପଣ ମାନେ ନିଶ୍ଚୟ ଘରେ କରି ଖାଇବେ, ମତେ କହିବେ।